Hi guys, this is Dr. Nivi here. এটা ହେଉଛି today's vlog. Actually ଆଜି ଗୋଟେ ମନଟା ଦୁଃଖ ଲାଗୁଥିଲା, ବହିଟା ଖୋଜି ଆଣି ରଖିଥିଲି, ଗୋଟେ ପେଜ୍ଟା ପଢ଼ିଲି, ବହୁତ ବଢ଼ିଆ ଲେଖା ହେଇଥିଲା। ଆଜି ମୁଁ ବିନା ଫେସ୍ ଦେଖିକିନା ଭିଡ଼ିଓ କରୁଛି, ଆଉ ଏ ବହିର କିଛିଟା ଲାଇନ୍ସ ମୁଁ ପଢ଼ୁଛି, ଯେଉଁଟାକି ଆପଣମାନେ ଶୁଣନ୍ତୁ। ଏଥିରେ ବହୁତ ଶିକ୍ଷା ଜିନିଷ ଅଛି ହେଲା। ଲେଟ୍ସ ଷ୍ଟାର୍ଟ। ଏ ବହିଟା ଆମ ଲାଇବ୍ରେରୀ ଯେଉଁଟା ଆମର ଉପର ମହଲା ସେ ଭିତରେ ଥିଲା। ନାଁ ହେଉଛି ସୁମନ ସମ୍ଭାର, ଗୀତିକାର ହରିଶଙ୍କର ପଟେଲ। ଲେଟ୍ସ ଷ୍ଟାର୍ଟ। ଲେଖା ହେଇଛି ସେବାର ଫଳ। ବିଷ୍ଣୁଙ୍କୁ ତୋଷିବ ପତ୍ର ପୁଷ୍ପ ଫଳ ତୋଏ, ଶିବଙ୍କୁ ତୋଷିବା ପାଇଁ କର ଜଳାଶୟ। ସୂର୍ଯ୍ୟଙ୍କ ତୋଷ କର ନମସ୍କାର, ବିପ୍ର ତୋଷ ହେବେ ଖୁଆଇଲେ ପେଟ ଭର। ଗଣ୍ଠିଲିରେ ବାନ୍ଧି କିଛି ଦେବ ବିଦାୟରେ, ତେବେ ଯାଇ ବିପ୍ର ଖୁସି ହୋଇବେ ମନରେ। ଗୁରୁଙ୍କୁ ତୋଷ କରିବ ଦେଇଣ ଦକ୍ଷିଣା, ଗୁରୁଙ୍କୁ ତୋଷିବ ଦେଇ ଗୋରୁ ମାନେ ଗାଈ, ତୋଷିବ ଦେଇ କଞ୍ଚା ଘାସ ବିଡ଼ା। ବିଷ୍ଣୁ ଶିବ ସୂର୍ଯ୍ୟ ବିପ୍ର ଗୁରୁ ସେବା, ସେବାର ଫଳେ ଯା ମିଳେ କିଏ କହିପାରିବା। ଧର୍ମଶାସ୍ତ୍ର ପୁରାଣରୁ ଜାଣ ଏହା ଫଳ, ନୀତି ଶିକ୍ଷା ପଢ଼ି ଜାଣ ବିଶ୍ୱାସ ହିଁ ମୂଳ। ଦେବ ବିପ୍ର ଗୁରୁଜନ ପୂଜନର ଯୋଗ୍ୟ, ଏମାନଙ୍କ ଆଶୀର୍ବାଦେ ମିଳଇ ଐଶ୍ୱର୍ଯ୍ୟ। ଯାଗଯଜ୍ଞ ସେବା ବ୍ରତ ଜଗତର ଶ୍ରେୟ, ଏଥିରୁ ପ୍ରାପ୍ତ ହୁଏ ପୁଣ୍ୟ ଅପ୍ରମେୟ। ଏସବୁ ଊର୍ଦ୍ଧ୍ୱରେ ଥାନ୍ତି ସେବା ଯୋଗ୍ୟ ଦୁଇ, ବ୍ରହ୍ମା ବିଷ୍ଣୁ ଶିବଙ୍କର ରୂପାନ୍ତର ସେଇ। ସେ ଦୁହେଁ ଅଟନ୍ତି ଜାଣ ନିଜ ପିତା ମାତା, ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ଏ ଦୁଇ ଦେବତା। ତାଙ୍କ ସେବା ଫଳେ ମିଳ ଆୟୁ ଧନ ଯଶ, ତୋଷ କରାଇଲେ ମିଳେ ଜଗତେ ପୌରୁଷ। ଏହାଙ୍କୁ ତୋଷ କରିବା ଅତି ହିଁ ସହଜ, ଶୋକ ଦୁଃଖ ରୋଗ କାଳେ କରିବ ସାହାଯ୍ୟ। ଶିଷ୍ଟ ବ୍ୟବହାର ସଙ୍ଗେ ମିଷ୍ଟ କଥା କହି, ମନ ତୋଷୁଥିବ ତାଙ୍କୁ ପାଖରେ ବସାଇ। ପିତା ମାତାଙ୍କ ବଚନ ସଦା ହିତକାରୀ, ତେଣୁ ପାଳନ କରିବ କିଛି ନ ବିଚାରି। ଦଶରଥ ରାମ କଥା ଚିନ୍ତା କର ମନେ, ନିର୍ବିକାର ଚିତ୍ତେ ରାମ ଗମିଲେକ ବନେ। ଗମିଲେକ ମାନେ ଗଲେ, ଚାଲିଗଲେ। ପିତାଙ୍କ ବଚନେ ଥିଲା ସତେ କେତେ ହିତ, ପିତା ବାକ୍ୟ ପାଳି ରାମ ଏବେ ବି ଜୀବିତ। ରାଜ୍ୟ ରାଜ ଭୋଗ ଛାଡ଼ି କଲେ ବନବାସ, ବନବାସ ହେତୁ ହେଲେ ପୁରାଣ ପୁରୁଷ। ରାମାୟଣର ରଚନା ହୋଇଛି ସମ୍ଭବ, ଏକା ପିତା ବାକ୍ୟ ପାଳି ଥିବାରୁ ରାଘବ। ଲାଷ୍ଟରେ ଲେଖା ହେଇଛି, ରାମଙ୍କୁ କିଏ ଜାଣିଥାନ୍ତା ଅଯୋଧ୍ୟାରେ ଥିଲେ, ମଜିଥାନ୍ତେ ସିନା ରାଜ୍ୟ ପ୍ରଜା ପାଳନରେ। ଅଧିକରେ ହୋଇଥିଲେ ଅଯୋଧ୍ୟା ନଗରେ, ରାମ ଏକ ଭଲ ରାଜା କହିଥାନ୍ତେ ନରେ। ରାମାୟଣ ଗ୍ରନ୍ଥ ମୂଳେ ପିତାଙ୍କର ବାକ୍ୟ, ବ୍ରହ୍ମପଦ ଲଭିବାକୁ ରାମ ହେଲେ ଶକ୍ୟ। ତୀର୍ଥବ୍ରତ ଯାଗଯଜ୍ଞ ଶ୍ରେୟ ଗୁଣାଧିକ, ପିତା ମାତା ସେବା ଜାଣ ତହିଁରୁ ଅଧିକ। ସେବାର ବଳେ ଉଦୟ ହୁଏ ସୌଭାଗ୍ୟ, ସେଥିପାଇଁ ପିତାମାତା ସଦା ସେବା ଯୋଗ୍ୟ। ବୃଦ୍ଧା ପିତାମାତା ସେବା ଯେ ନ କରେ, ଘୃଣିତ ହୋଇବ ସାର ଭଦ୍ର ସମାଜରେ। ସୁଖ ଶାନ୍ତି ମିଳେ ନାହିଁ ଜୀବନ କାଳରେ, ଦୁଃଖ ଭୋଗ ହୁଏ ଜାଣ ଜନ୍ମ ଜନ୍ମାନ୍ତରେ। ଏମାନଙ୍କ ଋଣ କେବେ ଶୁଝି ନ ହୋଇ, ସୁଧ ମାତ୍ର ଫେରାଇଲେ ମୁକ୍ତି ପଥ ଥାଇ। ସୁଧ ଫେରାଇବା ପାଇଁ ଯେବେ କର ଇଚ୍ଛା, ସନ୍ତୋଷ କରାଅ ତାଙ୍କୁ ପୁରୁ ମନ ବାଞ୍ଛା। ତ ଆମେ ଏଇଟା ପଢ଼ିବା ସରିଯାଇଛି। ଏଠି 27ଟା ଲାଇନ୍ ଥିଲା, ମାନେ 27ଟା ଥିଲା ଛନ୍ଦ ଥିଲା। ସେଥିରୁ ମୁଁ ଯେତିକି ଜାଣିଲି, ମାନେ ଜିଷ୍ଟ ଅଫ୍ ଦ ଷ୍ଟୋରି, ମାନେ ଜିଷ୍ଟ ଅଫ୍ ଦ ଲାଇନ୍ସ, କାହାକୁ କେମିତି କରିକିନା ଆମେ ସେବାର ଫଳ ପାଇପାରିବା, କେଉଁ ଠାକୁରଙ୍କୁ କ'ଣ ଦେଲେ କେମିତି ସେମାନେ ପ୍ରସନ୍ନ ହେବେ, ଆଉ ସେଇଟା ଏଥିରେ ଲେଖା ହେଇଛି। ଆଉ ଏଟ୍ ଦ ଏଣ୍ଡ ଅଫ୍ ଦ ଷ୍ଟୋରି, ମାନେ ଆମେ ଯେଉଁଟା ପଢ଼ିଥିଲେ, କ'ଣ ପଢ଼ିଲେ କହନି, ଏତେ ଶ୍ଲୋକ ସବୁ ଅଛି, ଯେମିତିକି ଆମର ଠାକୁର ଗଜାନନ, ବିଘ୍ନହର୍ତ୍ତା ଗଣେଶ ଗଜାନନ, ଯେମିତିକି ପିତାମାତାଙ୍କୁ ତାଙ୍କର ମାନେ କ'ଣ ଯେ
ୱାର୍ଲଡ ମାନେ ତାଙ୍କର ଦୁନିଆ ହ୍ୱାଟ୍ ଏଭର୍। ଯେତେବେଳେ ଶିବ ଠାକୁର କହିଥିଲେ ଯେ କାର୍ତ୍ତିକ ଆଉ ମାନେ ଗଣେଶ ଭିତରେ ଟିକେ ଝଗଡ଼ା ମାନେ ଇଏ ଲାଗିଥିଲା, ତ ସିଏ କହିଥିଲେ ଗୋଟେ ମହାଦେବ ଗୋଟେ ତାଙ୍କ ସହିତ ଟିକେ ଖେଳିଲେ, କହିଲେ ଠିକ୍ ଅଛି ତମେ ଦୁଇ ଜଣ ଭିତରୁ ଯିଏ ଫାଷ୍ଟ ଏହି ମାନେ କ'ଣ ଯେ ଏଇ ମାନେ ପୁରା ବ୍ରହ୍ମାଣ୍ଡଟା ବୁଲିକି ଦେଇକିନା ଆସିଯିବ ଫାଷ୍ଟରେ, ତ ସିଏ ଏଇଥିର ୱିନର୍ ହେବ, ସିଏ ଫାଷ୍ଟ ମାନେ ବିଜେତା ହେବ କହିବାକୁ ଗଲେ। ତ କାର୍ତ୍ତିକଙ୍କ ପାଖରେ ମୟୂର ବାହନ ଥିଲା, ସେ ତ ଉଡ଼ିକିନା ପଳେଇଲା। ହେଲେ ଗଣେଶ ବାବୁ ଆମର ଟିକେ ଗଜାନନ ଟିକେ ଦ୍ୱନ୍ଦ୍ୱରେ ପଡ଼ିଗଲେ, କହିଲେ ଏ ମୂଷିକ ବାହନ ଦ୍ୱାରା ମୁଁ କ'ଣ କରିପାରିବି। ତ ଗୋଟେ ଭାବିଲେ, କହିଲେ କି ଯେତିକି ତାଙ୍କର ସେ ତ ବହୁତ ଚାଲାକ ନା, ବୁଦ୍ଧିର ଦେବତା, ବିଦ୍ୟା ବୁଦ୍ଧିର ଦେବତା। ସେ ଭାବିଲେ, କହିଲେ ସେ ଫାଷ୍ଟ ମାଆଙ୍କୁ ଯାଇ ସେଠି ବସିବାକୁ କହିଲେ, ପାର୍ବତୀ ମାଆଙ୍କୁ। ତାପରେ ସେ ତାଙ୍କ ଦୁଇ ଜଣଙ୍କ ଚାରିପଟେ ମୂଷିକ ବାହନ ଉପରେ ବସିକିନା ତାଙ୍କର ପରିକ୍ରମା କରିଦେଲେ। ସେତିକି ଭିତରେ ସେ ମାନେ ଏତିକି ଭିତରେ ସେ 7 ଥର କରିସାରିଥିଲେ ଅଲରେଡ଼ି। କାର୍ତ୍ତିକ ବଡ଼ ଭାଇ କାର୍ତ୍ତିକ ବାବୁ ଯେତେବେଳେ ଆସିଥିଲେ, ଏ ଆମ ଗଜାନନ ବାବୁ ଅଲରେଡ଼ି ପରିକ୍ରମା କରିସାରିଥିଲେ। ତ ଯେତେବେଳେ ୱିନର୍ ଘୋଷଣା କିଏ ହେଇଥିଲା, ସେଇ ମୂଷିକ ବାହନର ସେଇ ଗଜାନନ ବିଘ୍ନହର୍ତ୍ତା। ତ ଏଇ ଯେଉଁ ଆମେ ଯେଉଁ ମାନେ ପୁରାଣ କଥା ଯେଉଁ ଲେଖା ହେଇଛି, ଏବେ ଏଇ ଯେଉଁ ବହିରେ ଲେଖା ହେଇଛି ସୋମନ ସମ୍ଭାର ପ୍ରାୟ ମିଶିଯାଉଛି, ସେଇଟା ହିଁ ଲେଖା ହେଇଛି। ମାନେ ତୁମେ ଯେତେ ଯାହା କର, ଯଦି ତୁମେ ଯେତେ ଠାକୁରଙ୍କୁ ପୂଜା କର, ଯେତେ ଗୁରୁଙ୍କୁ ପୂଜା କର, ଯେତେ ପଶୁଙ୍କୁ ଖୁସି କର, ଯେତେ ବି ଧର୍ମ ଅର୍ଜନ କର, ଯେତେ ଯାହାକୁ ଖୁଆଇ ପିଆଇକିନା ଇଏ କରି ଦୋଷ ମାନେ ମନ ଗୁରୁଙ୍କୁ ଯେମିତି ଦକ୍ଷିଣା ଦେଇକି ମନ ଇଏ କରିବ, ଗାଈଙ୍କୁ ଘାସ ବିଡ଼ା ଦେଇକିନା କରିବ, ବିଷ୍ଣୁଙ୍କୁ ପତ୍ର ଫୁଲ ମାନେ ଫୁଲ ଫଳ ପତ୍ର ଯାହା ବି ଦେଇକିନା କରିବ, ଶିବଙ୍କୁ ଯେମିତି ପାଣି ଦେଇକିନା ଜଳ ଦେଇକିନା କରିବ, ସେମିତି ନୀତି ଶିକ୍ଷା ଯେତିକି ସବୁ ଆମେ ଜାଣିବାକୁ ପାଇଲେ ଯେ ଯେତିକି ସମସ୍ତଙ୍କଠୁ ଉର୍ଦ୍ଧ୍ୱରେ ଅଛନ୍ତି ସେ ହେଉଛନ୍ତି ତୁମର ନିଜର ପିତାମାତା, ଏ ଦୁଇ ଦେବତା। ଯଦି ଯେ କେହି ବି ହେଉନା କାହିଁକି ସନ୍ତାନ ତାଙ୍କର ସେବା କରିପାରେ, ତାଙ୍କ ମନ କିଛି ମାତ୍ରା, ତାଙ୍କ ତ ଋଣ ଆମେ ଶୁଝିପାରିବାନି, ଫିର୍ ବି କିଛିଟା ମାତ୍ରାରେ ତାଙ୍କୁ କିଛିଟା ଆମେ ଖୁସି ଦେଇପାରିଲେ, ଅଳ୍ପ ମୋମେଣ୍ଟ ପାଇଁ ନ କାହିଁକି, ତାହେଲେ ସେମାନେ ତାଙ୍କ ଆଶୀର୍ବାଦରେ ତୁମେ ସବୁ କିଛି ପାଇପାରିବ, ଧନ ଯଶ ଏଭ୍ରିଥିଙ୍ଗ ୟୁ କ୍ୟାନ୍ ଗେଟ୍। ତ ଅଲ୍ଟିମେଟଲି ଯିଏ ତାଙ୍କୁ ଘୃଣା କରେ କିମ୍ବା ତାଙ୍କୁ ଅସମ୍ମାନ କରେ କିମ୍ବା ତାଙ୍କୁ ସବୁବେଳେ କଟୁ ବାକ୍ୟ କହେ, ମାନେ ବିନା କାରଣରେ ୱିଦାଉଟ୍ ଏନି ଇଏ, ତାଙ୍କୁ ଯିଏ ଅସମ୍ମାନ କରେ ପ୍ରତି କଥାରେ, ତାଙ୍କୁ ଯିଏ ରୋଗ ଶଯ୍ୟାରେ ତାଙ୍କୁ ଛାଡ଼ି ଦେଇ ପଳାଏ, କିମ୍ବା ବୃଦ୍ଧାଶ୍ରମ ଯେଉଁ ଛାଡ଼ି ଦେଉଛନ୍ତି ଆଜିକା ଡେଟ୍ ଚାଲିଛି, ନୂଆ ଟ୍ରେଣ୍ଡ ଚାଲିଛି ଏଇ କଳିଯୁଗରେ। ତ ଏଇଟା ହେଉଛି କ'ଣ ବିନାଶ କାଳେ ବିପରୀତ ବୁଦ୍ଧି। ଯେଉଁମାନେ ଏମିତି କରନ୍ତି ଜେନେରାଲି ପ୍ରାୟତଃ ସମସ୍ତେ ବୃଦ୍ଧାଶ୍ରମ ଛାଡ଼ନ୍ତିନି, କେତେଜଣ ଘରେ ରଖିକିନା ବି ଖରାପ ବ୍ୟବହାର କରନ୍ତି। ମୁଁ ବହୁତ ଉଦାହରଣ ଦେଖି ସାରିଛି, ମାନେ ଦେଖିଛି, ବହୁତ ଦୁନିଆ ଲୋକଙ୍କୁ ଦେଖିଛି। ତ ଯେଉଁମାନେ ଏମିତି ଖରାପ ବ୍ୟବହାର ଦ୍ୱାରା କିମ୍ବା ଇଗ୍ନୋରାନ୍ସ ହଉ କିମ୍ବା କହିଦିଅ ନେଗ୍ଲିଜେନ୍ସ ହଉ କିମ୍ବା ହ୍ୱାଟ୍ ଏଭର୍, ସେଇଟା ସେମାନେ ଜାଣିଥିବେ, ଏଠୁ ମୁଁ ଜାଣିନି, ସେଥିପାଇଁ ମୁଁ ପରଫେକ୍ଟ ୱାର୍ଡ଼ ପାଉନି। ଯେଉଁମାନେ ଏମିତି କରୁଛନ୍ତି ସେମାନେ ଏଠି ଲେଖା ହେଇଯିବା ବୃଦ୍ଧ ବୃଦ୍ଧା ପିତା ମାତା ସେବା ଯେ ନ କରେ, ଘୃଣିତ ହୋଇବ ସାର ଭଦ୍ର ସମାଜରେ, ସୁଖ ଶାନ୍ତି ମିଳେ ନାହିଁ ଜୀବନ କାଳରେ, ଦୁଃଖ ଭୋଗ ହୁଏ ଜାଣ ଜନ୍ମ ଜନ୍ମାନ୍ତରେ, ଏମାନଙ୍କ ଋଣ କେବେ ଶୁଝି ନ ହୋଇ, ସୁଧ ମାତ୍ର ଫେରାଇଲେ ମୁକ୍ତି ପଥ ଥାଏ। ତ ତାଙ୍କ ସୁଧ ଫେରାଇ ତ ପାରିବାନି, ତାଙ୍କ ଋଣ ତ ଶୁଝି ପାରିବାନି, କିନ୍ତୁ ତା'ର ଓନ୍ଲି ୱେ ହେଉଛି କ'ଣ, ତାଙ୍କୁ କିଛିଟା ମାତ୍ରାରେ ଖୁସି ମାନେ ସନ୍ତୋଷ ତାଙ୍କୁ କରିପାରିବା, ତାଙ୍କ ଇଚ୍ଛା ପୂରଣ କରିକିନା, ଛୋଟ ଛୋଟ ହଉ ନା କାହିଁକି। ଆଉ ଏବେ ଯେଉଁ ଏଠି ଉଦାହରଣ ଦିଆଯାଇଛି ଆମର ମର୍ଯ୍ୟାଦା ପୁରୁଷୋତ୍ତମ ରାମ, ଏଠି କ'ଣ କହିଛନ୍ତି, ଏ 2-3ଟା ଲାଇନ୍ ମୁଁ ମେନ୍ କଥାଟା କହୁଛି। ସେ କହୁଛନ୍ତି କି ରାମାୟଣ ରଚନା ହୋଇଛି ସମ୍ଭବ ଏକା ପିତା ବାକ୍ୟ ପାଳି ଥିବାର ରାଘବ। ରାଘବ ଯଦି ଚାହିଁଥାନ୍ତେ, ଆମ ରାଘବ ମାନେ ରାମ, ମର୍ଯ୍ୟାଦା ପୁରୁଷୋତ୍ତମ ରାମ, ସେ ଯଦି ଅଯୋଧ୍ୟାରେ ଥାନ୍ତେ ଗୋଟେ ବଢ଼ିଆ ରାଜା ହେଇପାରିଥାନ୍ତେ, ଦେଶ ସେବା କରିଥାନ୍ତେ, ପ୍ରଜାମାନଙ୍କ କଥା ବୁଝିପାରିଥାନ୍ତେ। କିନ୍ତୁ ଯେତେବେଳେ ଯଦି ପିତାଙ୍କ ବାକ୍ୟ ସେ ନ ମାନିକିନା
ରାଜା ସିନା ହେଇପାରିଥାନ୍ତେ, ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଥୋଡ଼େ ନା ହେଇପାରିଥାନ୍ତେ। ତାଙ୍କୁ କିଏ ଚିହ୍ନିଥାନ୍ତା? ଗୋଟେ ରାଜା ହିସାବରେ ଚିହ୍ନିଥାନ୍ତେ। ଗୋଟେ ପିତା ବାକ୍ୟରେ ସବୁ କିଛି ତ୍ୟାଗ କରିକି 14 ବର୍ଷ ପାଇଁ ସାକ୍ରିଫାଇସ୍ କରିଥିଲେ ରାମଙ୍କୁ କିଏ ଚିହ୍ନିଥାନ୍ତେ? ତ ସେଥିପାଇଁ ଏଠି କୁହାଯାଇଛି ରାମ ଏକ ଭଲ ରାଜା କହିଥାନ୍ତା ଅଧିକରେ ହୋଇଥିଲେ। ମୁଁ ଷ୍ଟାର୍ଟରୁ କହୁଛି, ରାମକୁ କିଏ ଜାଣିଥାନ୍ତା ଅଯୋଧ୍ୟାରେ ଥିଲେ, ମଜିଥାନ୍ତେ ସିନା ରାଜ୍ୟ ପ୍ରଜା ପାଳନରେ। ଅଧିକରେ ହୋଇଥିଲେ ଅଯୋଧ୍ୟା ନଗରେ, ରାମ ଏକ ଭଲ ରାଜା କହିଥାନ୍ତେ ନରେ। ରାମାୟଣ ଗ୍ରନ୍ଥ ମୂଳେ ପିତାଙ୍କର ବାକ୍ୟ, ବ୍ରହ୍ମପଦ ଲଭିବାକୁ ରାମ ହେଲେ ଶକ୍ୟ। ତୀର୍ଥବ୍ରତ ଯାଗଯଜ୍ଞ ଶ୍ରେୟ ଗୁଣାଧିକ, ପିତାମାତା ସେବା ଜାଣ ତହିଁରୁ ଅଧିକ। ସେବାର ବଳ ଉଦୟ ହୁଏ ସୌଭାଗ୍ୟ, ସେଥିପାଇଁ ପିତାମାତା ସଦା ସେବା ଯୋଗ୍ୟ। ତ ଏଇଟା ମୁଁ ବହିନା ବନ୍ଦ କରିକି 2-3ଟା ଲାଇନ୍ କହି ଷ୍ଟପ୍ କରିଦେବା, ବହୁତ ଲମ୍ବା ହେଇଗଲାଣି ଭିଡ଼ିଓ। ତ ଆଜି ମୁଁ ଫେସ୍ ଦେଖାଉନି, ଜଷ୍ଟ ଗୋଟେ ଏମିତି ଠାକୁରଙ୍କର ଦେଖିକିନି କହିଦେଉଛି। ଆଜି ମୁଁ ଟିକେ ହେଡ଼େକ୍ ହେଉଛି ନା, ଏତେ ଫେସ୍ ଦେଖାଉନି। ତ ମେନ୍ କଥା ହେଉଛି କି ତୁମେ ଯେତେ ପୁଣ୍ୟ ଅର୍ଜନ କର, ଯେତେ ମନ୍ଦିର ଯାଅ, ଯେତେ ଶିବଙ୍କ ଲିଙ୍ଗରେ ପାଣି ଢାଳ, ଯେତେ ଉପବାସ ବ୍ରତ କର, ଯେତେ ଅଲଗା ଲୋକଙ୍କୁ ଖୁସି କରାଅ, ସାଙ୍ଗସାଥି, ବନ୍ଧୁ ବାନ୍ଧବ, ପ୍ରେମିକ ପ୍ରେମିକା, ଲଭର୍, ୱାଇଫ୍, ହଜବେଣ୍ଡ, ଆଇ ଡୋଣ୍ଟ ନୋ, ମୁଁ ନାଁ ନେବିନି। ତ ଯଦି ତୁମ ଘରେ ଯିଏ ବାପା ମା ଅଛନ୍ତି ତାଙ୍କୁ ତୁମେ ଇଗ୍ନୋର ମାରୁଛ, କିମ୍ବା ତାଙ୍କୁ ତୁମେ ଓଭରଟେକ୍ କରି କଥା କହୁଛ, କିମ୍ବା ତାଙ୍କ ବିରୁଦ୍ଧରେ କାମ କରୁଛ, ତାଙ୍କ ଅପୋଜିଟ୍ ଲେଭେଲରେ ଯାଇ କାମ କରୁଛ, ତାଙ୍କର ରୋଗ ସଜ୍ଜା ତୁମେ ଛାଡ଼ିକିନା ପଳାଉଛ, ତାଙ୍କୁ ମାନେ ଏସବୁ ଜିନିଷ ଗୋଟେ ଏକ୍ଜାମ୍ପଲ୍ ଗୁଡ଼ା ଦେଇଦେଲି। ତାଙ୍କୁ ତୁମେ ଖାତିର ବି କରୁନ, ତାଙ୍କୁ କଥାରେ ଅପମାନିତ କରୁଛ, ଦେନ୍ ଏଇଟା ତୁମକୁ ହେଇପାରେ ତୁମେ ଭାବୁଥିବ ମେ ବି ଯେ ନା ମୁଁ ଠିକ୍ କରୁଛି, ଆଇ ଏମ୍ ଡୁଇଂ ଦ ରାଇଟ୍ ଥିଙ୍ଗ। ବେଳେବେଳେ ରାଇଟ୍ ଥିଲେ ମଧ୍ୟ ପିତାମାତାଙ୍କ ସମ୍ମାନ ଦୃଷ୍ଟିରୁ ତାଙ୍କ ପାଖରେ ଚୁପ୍ ରହିବା ଦରକାର। ହଁ, ତୁମେ ପଛରେ କହିପାର, କିନ୍ତୁ ତାଙ୍କୁ ଯଦି ତୁମେ ଅସମ୍ମାନ କରିବ ପ୍ରତି କଥାରେ କିମ୍ବା ପ୍ରତି ଇଏରେ, ତ ୟାର ଭଲ ଦଶା ନାହିଁ। ଯେଉଁଟାକି ଏକର୍ଡ଼ିଂ ଟୁ ଏଇ ଆମର ବହି, ଆଉ କିନ୍ତୁ ବହୁତ ସାରା ବହି ଅଛି, ବହୁତ ସାରା ଷ୍ଟୋରି ବି ଅଛି। ତ ମୁଁ ଲମ୍ବା ହୋଇଗଲାଣି ବହୁତ ଭିଡ଼ିଓଟା, 12 ମିନିଟ୍ 40 ସେକେଣ୍ଡ ହେଇଗଲାଣି। ଆଉ ମୁଁ ମଧ୍ୟ ଜୀବନରେ ବହୁତ କିଛି ଭୁଲ କରିଦେଇଛି, କିଛିଟା ମିସବିହେଭ୍ କରିଦେଇଛି, ସେଥିପାଇଁ ମୁଁ ବି ଅନୁତପ୍ତ ଅଛି। 2-3 ଥର ବୋଧେ ବାପା ମାଆଙ୍କୁ କିଛି ଗୋଟେ କହିଦେଇଥିଲି। ଆକ୍ଚୁଆଲି ମୋ ପ୍ରୋବ୍ଲେମ୍ରେ ମୁଁ ଟିକେ ରାଗିଯାଏ, ଆଉ ରାଗ ଟାଇମ୍ରେ ଯେତେବେଳେ ଗୋଟେ ଠିକ୍ ଯଦି ଯିଏ ବି ଥାଆନ୍ତି ଟିକେ କହିଦିଏ। ବଟ୍ ମୁଁ ଚାହୁଁଛି ଆଗକୁ ଯଦି ରାଗ ଆସେ, ଦେନ୍ ମୁଁ ଭାବୁଛି ଟିକେ ଦୂରକୁ ଛାତ ଉପରେ ପଳେଇବି, ଆଉ କାହାକୁ କିଛି କହିବିନି, କାହିଁକିନା ମୋ ପାଟିରେ ତ ବାହାରି ଯାଉଛି। ଆଉ ଯଦି ମୋର କଥା ଦ୍ୱାରା ମୋ ବାଣୀ ଦ୍ୱାରା ଜେନେରାଲି ସେ ବାପା ହୁଅନ୍ତୁ, ମା ହୁଅନ୍ତୁ, କି ଯେକୌଣସି ବଡ଼ ଗୁରୁଜନ ଯାହାଙ୍କୁ ତେଳେ ମାତ୍ର ବି ଟିକେ ଆଘାତ ଲାଗିଛି, ଏ ଭିଡ଼ିଓ ମାଧ୍ୟମରେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଆଇ ଏମ୍ ଏକ୍ସଟ୍ରିମଲି ସରି ଫର୍ ମାଇ ମିଷ୍ଟେକ୍। ରାଧେ ରାଧେ, ଜୟ ଶ୍ରୀକୃଷ୍ଣ।